ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଗୋଟି ରାଶି ରହିଛି। ଗ୍ରହମାନଙ୍କର ସ୍ଥିତି ପରିବର୍ତ୍ତନ ଯୋଗୁଁ ରାଶିମାନଙ୍କର ପରିବର୍ତ୍ତନ ହୋଇଥାଏ, ଯାହାଦ୍ୱାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ବ୍ୟକ୍ତି ଯେତେ କଠିନ ପରିଶ୍ରମ କଲେ ମଧ୍ୟ ସଫଳ ହୁଏ ନାହିଁ। ଅନ୍ୟ କ୍ଷେତ୍ରରେ ବ୍ୟକ୍ତି ଖୁବ୍ କମ୍ ପରିଶ୍ରମ କରି ଅଧିକ ସଫଳତା ହାସଲ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 30 ବର୍ଷ ପୂର୍ବରୁ କିଛି ରାଶିମାନଙ୍କର ବ୍ୟକ୍ତିମାନେ କୋଟିପତି ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ କ'ଣ ରହିଛି। କନ୍ୟା ରାଶି। ଏହି ରାଶି ଲୋକମାନେ ଧନୀ ହେବାର ସବୁ ପ୍ରକ୍ରିୟା ଜାଣିଥାନ୍ତି। ଧନ ଅର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ଭଲ ଭାବରେ ବିଚାର କରିଥାନ୍ତି। ଏମାନେ କଠିନ ମେହନତ କରି ଜୀବନରେ ସଫଳ ହୋଇଥାନ୍ତି। ଏମାନେ ଯେଉଁ କାମ ହାତକୁ ନେଇଥାନ୍ତି ନିଜର ବୁଦ୍ଧି ବଳରେ ସଫଳ ହୋଇଥାନ୍ତି, ଯାହା ପାଇଁ କମ୍ ବୟସରୁ କୋଟିପତି ହୋଇଥାନ୍ତି। ବନ୍ଧୁଗଣ, ବୃଷ ରାଶି। ଏହି ରାଶିର ଲୋକମାନେ ପରିଶ୍ରମ କରିବା ସହ ମଜାମସ୍ତି କରିଥାନ୍ତି। ସ୍ୱଭାବରେ ଏମାନେ ବହୁତ ଜିଦିଆ ହୋଇଥିବାରୁ ସବୁ କାମ ପୂରା କରିଥାନ୍ତି। ଏହି ରାଶିର ଲୋକେ ପ୍ରଭାବଶାଳୀ ଓ ଶକ୍ତିଶାଳୀ ହୋଇଥାନ୍ତି। ଏହି ଗୁଣ କାରଣରୁ ଏମାନେ ବହୁତ ଜଲ୍ଦି କୋଟିପତି ହେବା ସହ ଏମାନଙ୍କର ନଜର ବହୁତ କ୍ରିଟିକାଲ ହୋଇଥାନ୍ତି। ଏମାନଙ୍କଠାରେ ନେତୃତ୍ୱର ଗୁଣ ଭାରି ରହିଥାଏ। ଏମାନଙ୍କ ପାଖରେ ଧନୀ ବା କୋଟିପତି ବ୍ୟକ୍ତି ହେବାର ବହୁତ ସମ୍ଭାବନା ରହିଥାଏ। ବିଛା ରାଶି। ଏହି ରାଶିର ଲୋକେ ବହୁତ ଦୂର ଯାଏ ଭାବିଥାନ୍ତି। ଏମାନଙ୍କର ବୁଦ୍ଧି ତେଜସ୍ୱୀ ଓ ଚଞ୍ଚଳ ହୋଇଥାନ୍ତି। ଭାଗ୍ୟଶାଳୀ ବ୍ୟକ୍ତି ହେବାର ସବୁ ଗୁଣ ଏମାନଙ୍କଠାରେ ରହିଥାଏ। ଭଲ ପାଠ ପଢ଼ିବା କାରଣରୁ ଏମାନେ ବହୁତ ଜଲ୍ଦି ଧନୀ ହୋଇଥାନ୍ତି। ଏମାନେ ଯେ କୌଣସି ପରିସ୍ଥିତିରେ ସେମାନଙ୍କୁ କରିବାକୁ ଆଗେଇ ଆସିଥାନ୍ତି। ବିପଦ ସମୟରେ ଏମାନେ କେବେ ବି ହାର ମାନନ୍ତି ନାହିଁ। ନିଜ ଜୀବନର ଭୁଲରୁ କିଛି ନୂଆ ଶିକ୍ଷା ଲାଭ କରିଥାନ୍ତି। ସିଂହ ରାଶି। ଏହି ରାଶିର ଲୋକମାନଙ୍କୁ ସାହାଯ୍ୟ ଦରକାର ପଡ଼ିଥାଏ। ଏମାନେ ରଚନାତ୍ମକ ଓ ଭାବନାତ୍ମକ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର କାମ ପାଇଁ ଅନ୍ୟମାନଙ୍କର ବ୍ୟବହାର କରିବା ପାଇଁ ଭାବି ନଥାନ୍ତି। ଯେଉଁ କାମ ଆରମ୍ଭ କରନ୍ତି ତାହା ପୂରଣ କରିଥାନ୍ତି। ଏମାନଙ୍କର ଭାଗ୍ୟ ଏତେ ଲକି ହୋଇଥାଏ ଯେଉଁ କାମରେ ହାତ ଦେଲେ ସଫଳ ହୋଇଥାନ୍ତି। ନିଜର ବୁଦ୍ଧି ବଳରେ ଏମାନେ କର୍ମକ୍ଷେତ୍ରରେ ବିଜୟ ହେବା ସହ ଜୀବନରେ ଖୁବ୍ କମ୍ ବୟସରେ କୋଟିପତି ହୋଇଥାନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଦୟାକରି ବେଲ୍ ଆଇକନ୍ଟାକୁ ଅଲ୍ରେ ପ୍ରେସ୍ କରିବେ, କାରଣ ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ। ଜୟ ମା ଲକ୍ଷ୍ମୀ।